ଆଜିର କାହାଣୀର ଶୀର୍ଷକ ଦୋଷ କାହାର। ଏ କାହାଣୀଟି ହେଉଛି ସେହି ସମୟର ଯେତେବେଳେ ରାଜ୍ୟରେ ରାଜା ମିହିର ବର୍ମା ରାଜୁତି କରୁଥିଲେ। ତାଙ୍କ ରାଜଧାନୀରେ ଜଣେ ସାଧୁ ଆସି ଦେଖାଦେଲେ। ନିଜକୁ ସେ ସାଧୁ ସ୍ୱାମୀ ନିର୍ମଳାନନ୍ଦ ବୋଲି ପରିଚୟ ଦେଉଥାନ୍ତି। ତାଙ୍କ ସହ ତାଙ୍କର 2 ଜଣ ଶିଷ୍ୟ ବି ଥିଲେ। କ୍ରମେ ପ୍ରଚାର ହୋଇଗଲା ଯେ ସାଧୁଙ୍କର ବହୁତ ଗୁଣ, ସେ ଲୋକଙ୍କୁ ଧନୀ କରିଦେଇ ପାରନ୍ତି, ମକଦ୍ଦମାରେ ବିଜୟ ଲାଭ କରାଇ ଦେଇପାରନ୍ତି ଏବଂ କାହାରି କିଛି ରୋଗ ବ୍ୟାଧି ଥିଲେ ତାହାର ନିରାକରଣ ବି ସେ କରିପାରନ୍ତି। ସହଜିତ ସାଧୁଙ୍କର ପ୍ରତି ସମ୍ମାନ ରାଜାଙ୍କର ବହୁତ। ପୁଣି ନିର୍ମଳାନନ୍ଦ ଜଣେ ଚମତ୍କାରୀ ସାଧୁ ବୋଲି ଶୁଣି ସେ ତାଙ୍କୁ ସମର୍ଥନ ଦେବା କଥା ଚିନ୍ତା କଲେ। କିନ୍ତୁ ସେତିକିବେଳେ ସେ ତାଙ୍କ ଗୁପ୍ତଚର ବାହିନୀର ମୁଖ୍ୟଠାରୁ ଭିନ୍ନ ପ୍ରକାର ସମ୍ବାଦ ପାଇଲେ। ଗୁପ୍ତଚର କହିଲେ କି ନିର୍ମଳାନନ୍ଦ ଗୋଟାଏ ଭଣ୍ଡ। ସେ ପୂର୍ବେ ବେପାର କରି ଲୋକଙ୍କୁ ଅନେକ ପ୍ରକାର ଠକିଛି। ପରେ ଲୋକେ ତା ଠକାମି ବୁଝିପାରି ତା ଉପରେ ଦାଉ ସାଧିବାରୁ ସେ ଘର ଛାଡ଼ି ପଳାଇ ସାଧୁ ବେଶ ସାଜିଛି। ରାଜା ଯେତେବେଳେ ବୁଝିଲେ ଯେ ସତରେ ସେ ସାଧୁ ଗୋଟାଏ ଭଣ୍ଡ, ତାପରେ ସେ ସାଧୁ ଓ ତାର 2 ଚେଲାକୁ ଧରି ଆଣିଲେ। ତମେ ମୋ ପ୍ରଜାଙ୍କୁ ଧୋକା ଦେଇ ସେମାନଙ୍କୁ ଶୋଷଣ କରୁଛ, ତେଣୁ ତମେ ଦଣ୍ଡ ପାଇବା ଉଚିତ। ରାଜା ଏହା କହି ନିର୍ମଳାନନ୍ଦ ଯେ ଭଣ୍ଡାମି କରୁଛି ଓ ପ୍ରକୃତରେ ସେ ସାଧୁ ନୁହେଁ ବେପାରୀ, ଏହାର ପ୍ରମାଣ ଉପସ୍ଥାପନ କଲେ। ଭଣ୍ଡ ସାଧୁ ଏଥର ବୁଝିଗଲା ଯେ ତାର ସ୍ୱରୂପ ରାଜାଙ୍କ ଆଗରେ ଧରା ପଡ଼ିଯାଇଛି। ସେ ରାଜାଙ୍କୁ ଠକି ଦେଇ ଖସି ଯାଇ ପାରିବ ନାହିଁ। ସେତେବେଳେ ସେ ମୃଦୁ ହାସ୍ୟ କରି କହିଲା, ମହାରାଜ, ଆପଣ ଯାହା କହୁଛନ୍ତି ତାକୁ ମୁଁ ଅସ୍ୱୀକାର କରିବି ନାହିଁ, କିନ୍ତୁ ମୋତେ ଆପଣ ଦଣ୍ଡ ଦେବାର ଆବଶ୍ୟକତା ନାହିଁ। ଏପରି କଥା ଶୁଣି ରାଜା ପଚାରିଲେ, ତମେ ଲୋକଙ୍କ ଆଗରେ ଭଣ୍ଡାମି କଲ ଅଥଚ ଦଣ୍ଡ ପାଇବ ନାହିଁ, ଏହା କିପରି କଥା? ତ ନିର୍ମଳାନନ୍ଦ କହିଲା, ମହାରାଜ, ଦୋଷ ମୋର ନୁହେଁ, ବରଂ ଦୋଷ ହେଉଛି ଲୋକଙ୍କର। ଲୋକେ ମୋ ପାଖକୁ ଆସନ୍ତି। ସେମାନେ ଆସନ୍ତି ସେମାନଙ୍କର ନାନା ପ୍ରକାର ବାସନା ପୂରଣ ପାଇଁ। ସେମାନଙ୍କ ଭିତରୁ ଯେଉଁମାନେ ଧନୀ ସେମାନେ ମୋତେ ନାନା ପ୍ରକାର ଉପହାର ଦିଅନ୍ତି, ଅର୍ଥ ବି ଦିଅନ୍ତି। ଯେଉଁମାନେ ଗରିବ ସେମାନେ କିଏ ମୁଠାଏ ଚାଉଳ ତ କିଏ ଗୋଟାଏ ନଡ଼ିଆ ଦେଇଯାଆନ୍ତି। କିଏ ଅନ୍ୟାୟ କାମନା ବାସନା ନେଇ ଆସୁଛି ଓ ପାରୁଛି ବୋଲି ବେଶୀ ଟଙ୍କା ଦେଇଯାଉଛି। ତାକୁ ମୁଁ ଠକିଲି ବୋଲି ଆପଣ ଭାବୁଛନ୍ତି କାହିଁକି? ଯିଏ ଗରିବ ଓ ସାମାନ୍ୟ ମୁଠାଏ ଚାଉଳ ବା ନଡ଼ିଆଟିଏ ଦେଉଛି, ସେ ବା ଏମିତି କ'ଣ କ୍ଷତିରେ ପଡ଼ିଲା ଯେ ମୋତେ ଦଣ୍ଡ ପାଇବାକୁ ପଡ଼ିବ? ତେଣୁ ମୋତେ ଯିବାକୁ ଦିଅନ୍ତୁ। କିନ୍ତୁ ସେତିକିବେଳେ ରାଜା ଗୁରୁ ନିର୍ମଳାନନ୍ଦ ଆଡ଼େ ଅନାଇ କହିଲେ, ଶୁଣ ଭଣ୍ଡ ସାଧୁ, ଗୋଟାଏ ପରିବାରରେ 4 ପୁଅ ଥିଲେ। 3 ପୁଅ ଭାରି ଚାଲାକ, କିନ୍ତୁ ଗୋଟାଏ ପୁଅ ଭୋଳା ପ୍ରକୃତିର ବାଳକ। ତେଣୁ 3 ଭାଇ ତାକୁ ବଡ଼ ହଇରାଣ କରନ୍ତି। ସେ କାନ୍ଦେ। ମା ଯେତେବେଳେ ଅନ୍ୟ ଭାଇମାନଙ୍କୁ ପଚାରନ୍ତି ସେମାନେ କହନ୍ତି କି ସେ ବୋକା। ତାକୁ ଚିଡ଼ାଇ ଦଣ୍ଡ ଦେଇ ସେମାନେ ତାକୁ ଚାଲାକ କରିବାର ଚେଷ୍ଟା କରୁଛନ୍ତି। ଏ କେଫିୟତ ଶୁଣି ମା ସେ ଭୋଲା ପୁଅକୁ ସେ ଭାଇମାନଙ୍କ ଭଳି ଚାଲାକ ହେବାକୁ ଉପଦେଶ ଦିଅନ୍ତି। ସେ ଭାଇମାନଙ୍କର କଥା ଶୁଣିବାକୁ ତାଗଦା କରି ଦିଅନ୍ତି। କିଛି ଦିନ ପରେ ସେ ମହିଳାଙ୍କର ମୃତ୍ୟୁ ହେଲା। ଯମପୁରୀରେ ସେ ଦେଖିଲେ କେବଳ ଗୋଟାଏ ଦୋଷ ଯୋଗୁଁ ତାଙ୍କୁ କିଛି କାଳ ନର୍କ ଭୋଗ କରିବାକୁ ପଡ଼ିବ। ତାହା ହେଲା, ସେ ଭୋଲା ପୁଅକୁ ଯେପରି ସ୍ୱତନ୍ତ୍ର ଦୃଷ୍ଟିରେ ଦେଖିବା କଥା ସେପରି ଦେଖିନାହାନ୍ତି। ସମସ୍ତଙ୍କ ପ୍ରତି ସମାନ ସ୍ନେହ ରଖିବା ଗୋଟାଏ କଥା, କିନ୍ତୁ ପ୍ରତ୍ୟେକ ପୁଅର ସ୍ୱଭାବ ଓ ଶକ୍ତି ଅନୁସାରେ ତାର ତତ୍ତ୍ୱ ନେବା ଅନ୍ୟ ଏକ କଥା। ନିର୍ମଳାନନ୍ଦ ପଚାରିଲେ, ଆପଣ ଏ କାହାଣୀ ଦ୍ୱାରା କ'ଣ ବୁଝାଉଛନ୍ତି? ତହୁଁ ସେ ରାଜଗୁରୁ ଉତ୍ତର ଦେଲେ, ରାଜାଙ୍କର ଅଧିକାଂଶ ପ୍ରଜା ନିରୀହ ଓ ସରଳ ବିଶ୍ୱାସୀ। ତମେ ଧୂର୍ତ୍ତ। ସେ ମହିଳା ଯେପରି ଚାଲାକ ପୁଅଙ୍କ କଥା ଶୁଣି ଭୋଲା ପୁଅ ପ୍ରତି ବିଶେଷ ଧ୍ୟାନ ନ ଦେଇ ନର୍କ ଭୋଗ କଲେ, ରାଜା ତମ ଯୁକ୍ତି ମାନି ତମକୁ ଛାଡ଼ିଦେଲେ ସେହିପରି ନର୍କ ଭୋଗ କରିବେ। ତମେ ଲୋକଙ୍କ ବିଶ୍ୱାସର ସୁଯୋଗ ନେଇଛ। ତମେ ଯେ ଜାଣି ଶୁଣି ଠକିଛ, ଏକଥା ତମେ ସ୍ୱୀକାର କରୁଛ। ତେଣୁ ତମ ଅପରାଧ ଯୋଗୁଁ ତମେ ଦଣ୍ଡ ପାଇବ। ତମ କାର୍ଯ୍ୟ ଦ୍ୱାରା କାହାର କେତେ କ୍ଷତି ହୋଇଛି ନ ହୋଇଛି ତାହା ତ ଭିନ୍ନ କଥା। ରାଜା ସଙ୍ଗେ ସଙ୍ଗେ କହିଲେ, ଠିକ୍, ଆଉ କୌଣସି ଯୁକ୍ତିତର୍କର ଆବଶ୍ୟକତା ହିଁ ନାହିଁ। ଏବେ ପ୍ରଶ୍ନ ହେଲା, ଏ ଭଣ୍ଡକୁ କି ପ୍ରକାର ଦଣ୍ଡ ଦିଆଯିବ? ରାଜଗୁରୁ ଶେଷରେ କହିଲେ, ମହାରାଜ, ଏ 3 ଜଣ ଯାକ ଭଣ୍ଡ ବେଶ୍ ହୃଷ୍ଟପୃଷ୍ଟ ଦେଖାଯାଉଛନ୍ତି। ଖାଲି ଅଳସୁଆ ବୋଲି ସହଜ ମାର୍ଗରେ ଉପାର୍ଜନ କରୁଛନ୍ତି। ଏମାନଙ୍କୁ ଆପଣଙ୍କ ଉଦ୍ୟାନରେ ମାଲି କାମରେ ଲଗାଇ ଦିଅନ୍ତୁ। ଧନ୍ୟବାଦ।